ମୁଁ ସାର୍ ଜଣେ ଷ୍ଟେଟ୍ ଲେବୁଲ୍ର ଆକ୍ରିଡେଟେଡ୍ ସାମ୍ବାଦିକ। ଷ୍ଟେଟ୍ ଲେବୁଲ୍ ମୁଁ ଆକ୍ରିଡେସନ୍ ପାଇଲିଣି ସାମ୍ବାଦିକ ହିସାବରେ 2000 ମସିହାରୁ। ସାର୍ ମୋ ଏଇ ଯେଉଁ ରୋଗ ହେଇଥିଲା ହାଇଡ୍ରୋସେଲ୍, ଇଏ ସାର୍ ହେଉଛି 40 ବର୍ଷର ରୋଗ। ମୋତେ ସମସ୍ତେ ସାର୍ ମୋ ସାମ୍ନାରେ ଜଣେ ଏକ୍ସପାୟାର କରିଗଲେ। ତା ତଳେ କ'ଣ ଭେନ୍ ଗୋଟେ ରହିଛି, କିଡନୀ ଭେନ୍, ସେଠି ବାଜିଗଲା। ସେଥିପାଇଁ ମୁଁ ହେଇପାରୁନଥିଲି। ସାର୍ ମୋତେ ମୋରାଲି ଷ୍ଟ୍ରେନ୍ଥ ଦେଲେ ଏବଂ ସାର୍ ମୁଁ ସାର୍ଙ୍କ ପାଖରେ ଅପରେସନ୍ ହେଲି। ସାର୍ ମୋତେ ମୋରାଲି ଷ୍ଟ୍ରେନ୍ଥ ଦେଲେ ଏବଂ ଟାଇମ୍ ବି ଦେଲେ, ଭଲ ବି ଅପରେସନ୍ କଲେ। ମୁଁ ଯାହା ଫିଲ୍ କରୁଛି ବର୍ତ୍ତମାନ, ଅପରେସନ୍ ଇଜ୍ ଫୁଲ୍ଲି ସକ୍ସେସଫୁଲ୍। ଆଉ ସାର୍ ଇଏ ମୁଁ ବର୍ତ୍ତମାନ ବହୁତ ବଢ଼ିଆ ଫିଲ୍ କରୁଛି। ସାର୍ଙ୍କ ଭଳିଆ ହ୍ୟାଣ୍ଡ ଯାହା ଇଏରେ ମୋ ଭାଗ୍ୟ ଯୋଗୁଁ ମୁଁ ଆସି ପଡ଼ିଲି ଏବଂ ଅପରେସନ୍ ମୋର ସକ୍ସେସ୍। ମୁଁ ବହୁତ ଖୁସି ହେଲି ସାର୍। ମିଶ୍ର ସାର୍ଙ୍କୁ ଇଏ କଲି, ଏଠି ଯେତେବେଳେ ଆଡ଼ମିସନ୍ ନେଲି, ମିଶ୍ର ସାର୍ ମୋତେ ଇଏ କହିଲେ ସେଇଟା ଅପରେସନ୍ କରିବା। ମୁଁ ସେଠୁ ସାର୍ଙ୍କୁ କହିଲି, ମିଶ୍ର ସାର୍ଙ୍କୁ, ସାର୍ ମୋର କିଛି ଅସୁବିଧା ନାହିଁ, ଏମିତି ନା କିଛି ଭୟ କରିବାର ନାହିଁ। ମୋର ସେଠି ନେଲେ ଏବଂ ଅପରେସନ୍ ଯେଉଁଦିନ ସାର୍ କଲେ ମିଶ୍ର ସାର୍, ସେଦିନ ସାର୍ ମୋ ସାଙ୍ଗେ ସେପଟେ ଗପୁଥାନ୍ତି, ଏପଟେ ମୋର ସେନ୍ସ ବି ଟିକେ ଥାଏ, ଗପୁଥାନ୍ତି ଏବଂ କେତେବେଳେ ବି ହେଇଗଲା ଅପରେସନ୍ ମୁଁ ଜାଣିପାରିଲିନି। ମିଶ୍ର ସାର୍ଙ୍କ ହ୍ୟାଣ୍ଡ ଏତେ ବ୍ୟୁଟିଫୁଲ୍ ହ୍ୟାଣ୍ଡ ସାର୍। ମୁଁ ବଢ଼େଇକିରି କହୁନି କି ଇଏ କରି କହୁନି, ମୁଁ ଜଣେ ସାମ୍ବାଦିକ ହିସାବରେ ଯାହା ଫିଲ୍ କଲି ମୁଁ ସାର୍ ସେଇଆ କହୁଛି। ସାର୍ ଆଉ ଗୋଟେ ଜିନିଷ କହୁଛି ଯେ ମୁଁ ବର୍ତ୍ତମାନ ବହୁତ ବଢ଼ିଆ ଫିଲ୍ କରୁଛି, ଏକଦମ ସୁସ୍ଥ ଅନୁଭବ କରୁଛି। ତେଣୁ ମୁଁ ମୋର ଆନ୍ତରିକ ଧନ୍ୟବାଦ ଦେଉଛି ଡକ୍ଟର ସୁମନ୍ତ କୁମାର ମିଶ୍ରଙ୍କୁ, ଯିଏକି ପୁରା ଏକଦମ ଫୁଲ୍ ସକ୍ସେସଫୁଲି ମୋ ଅପରେସନ୍ କରିଛନ୍ତି। ନମସ୍କାର ସାର୍।